ପ୍ରଭୁଙ୍କର ଗୌରବ ନିମନ୍ତେ ଉଚ୍ଚସ୍ୱର କରିବା। ହାଲେଲୁୟା। ପ୍ରଭୁଙ୍କର ଗୌରବକୁ ପ୍ରଭୁ ମୋତେ ସୁଯୋଗ ସମୟରେ ବିଶେଷ ଭାବରେ ଯେତେବେଳେ ମୁଁ ବିଷୟକୁ ଚିନ୍ତା କରେ ପ୍ରକୃତରେ ମୁଁ ତାଙ୍କର ସେବା କାର୍ଯ୍ୟ କରିବା ପାଇଁ ମୁଁ ଯୋଗ୍ୟ ଅଟେ, କିନ୍ତୁ ତାଙ୍କର ଅନୁଗ୍ରହ ତାଙ୍କର ଦୟାକୁ ମୋତେ ପରମେଶ୍ୱର ସୁଯୋଗ ସମୟ ଦେଲେ। ଆଉ ଆଜକୁ ପ୍ରାୟ 13 ବର୍ଷ ହେଲା ମୁଁ ପ୍ରଭୁଙ୍କ ସେବା କାର୍ଯ୍ୟରେ ନିଯୁକ୍ତି ଆସୁଅଛି। ଆଉ ସେଥିପାଇଁ ମୁଁ ବିଶାଳ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତା ସହିତ ଆମ ମଣ୍ଡଳୀର ସମ୍ମାନ ପାଳକ ଆଜ୍ଞାକୁ ଧନ୍ୟବାଦ ଦିଏ। ଆଉ His not only my pastor, but he is my teacher also. ଆଉ ଶିକ୍ଷକ ବାଳକ ନାହାନ୍ତି, କିନ୍ତୁ ମୋ ଶିକ୍ଷକ ଅଟନ୍ତି। ତାଙ୍କ ଦ୍ୱାରା ମୁଁ ବାଇବେଲ କଲେଜ ଗଲି। ଆଉ ତାଙ୍କଠାରୁ ମୁଁ ବହୁତ ବିଷୟ ଶିଖିପାରିଲି। ସେଥିପାଇଁ ମୁଁ ସାଙ୍ଗକୁ ଧନ୍ୟବାଦ ଦିଏ। ତା ସହିତ ଆମ ମଣ୍ଡଳୀର ଦିଗଙ୍କର ଏବଂ ସମ୍ପାଦକଙ୍କର ଏବଂ ଏଠାରେ ଉପସ୍ଥିତ ଥିବା ମୋର ପ୍ରତ୍ୟେକ ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ଆନ୍ତରିକ ନମସ୍କାର ଜଣାଏ। ଆମେ ଆଗକୁ ପ୍ରାୟ 6 ଦିନ ହେଲା ଆଉ ପବିତ୍ର ଆତ୍ମାଙ୍କ ବିଷୟରେ ଆମେ ଶୁଣି ଆସୁଅଛୁ। ପେଣ୍ଟିକଷ୍ଟ ଦିବସ ଆମେ ପାଳନ କରି ଆସୁଅଛୁ। ଆଉ ପ୍ରଭୁଙ୍କ ଦାସମାନଙ୍କ ଠାରୁ ଆମେ ବହୁ ବିଷୟ ଆମେ ଶିଖିଲୁ ବା ଶିଖୁଛୁ ପବିତ୍ର ଆତ୍ମାଙ୍କ ବିଷୟରେ। ତଥାପି ଆଜି ମୁଁ ଆପଣମାନଙ୍କୁ ପବିତ୍ର ଆତ୍ମାଙ୍କ ବିଷୟରେ କିଛି କହିବା ପାଇଁ ଚାହେଁ। ଆଜିର ଟପିକ ବା ଶୀର୍ଷକ ହେଲା ଯେ ମଣ୍ଡଳୀ ପ୍ରତି ପବିତ୍ର ଆତ୍ମାଙ୍କ 3ଟି ମହାନ କାର୍ଯ୍ୟ। ଆଜିର ଟପିକ ହେଲା ମଣ୍ଡଳୀ ପ୍ରତି ପବିତ୍ର ଆତ୍ମାଙ୍କ 3ଟି ମହାନ କାର୍ଯ୍ୟ। ଆସନ୍ତୁ ଆଜି ଆମେ ତାହା ଆଲୋଚନା କରିବା। ପ୍ରଥମ ବିଷୟ, ପବିତ୍ର ଆତ୍ମା এই জগতକୁ ଆସିଲେ ମଣ୍ଡଳୀ ଗଠନ କରିପାରିବେ। ହାଲେଲୁୟା। ଯଦି ଜଣେ ବ୍ୟକ୍ତି ଯଦି ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଆନ୍ତି, ତାହେଲେ ବିନା ଉଦ୍ଦେଶ୍ୟରେ ମଧ୍ୟ ଯାଆନ୍ତି ନାହିଁ। So when Holy Spirit is coming from the heaven to the earth, there is one big purpose. କଣ ମାନେ ମଣ୍ଡଳୀ ଗଠନ କରିପାରିବେ। ଏହା ଆମେ ଜାଣିବା ଉଚିତ। ପବିତ୍ର ଆତ୍ମା ଜଗତକୁ ଆସିଲେ ମଣ୍ଡଳୀ ଗଠନ କଲେ। ମଣ୍ଡଳୀ ନିମନ୍ତେ ଯୀଶୁ ଖ୍ରୀଷ୍ଟ ଆପଣ ଜୀବନଶୈଳୀକୁ ଚୂର୍ଣ୍ଣ କଲେ। ତାଙ୍କର ସେହି ବହୁମୂଲ୍ୟ ରକ୍ତ ଦ୍ୱାରା ସେ ମଣ୍ଡଳୀକୁ କଣ କଲେ, ସେ ପ୍ରୟୋଗ କଲେ। କିନ୍ତୁ ପବିତ୍ର ଆତ୍ମା এই ଜଗତକୁ ଆସିଲେ କଣ ପାଇଁ ମାନେ ମଣ୍ଡଳୀ ଗଠନ କରିବା ନିମନ୍ତେ। ମଣ୍ଡଳୀ 2 ପ୍ରକାର ଅଟେ। ମଣ୍ଡଳୀ 2 ପ୍ରକାର। ଗୋଟିଏ ହେଲା ଲୋକାଲ ଚର୍ଚ୍ଚ ବୋଲି କହନ୍ତି, ଯାହାକି ଆଞ୍ଚଳିକ ମଣ୍ଡଳୀ। ଆଉ ଗୋଟିଏ ହେଲା ୟୁନିଭର୍ସାଲ ଚର୍ଚ୍ଚ ବୋଲି କହନ୍ତି, ତାକୁ ସାର୍ବଜନୀନ ମଣ୍ଡଳୀ ବୋଲି କୁହାଯାଏ। ଲୋକାଲ ଚର୍ଚ୍ଚକୁ ଆମେ ନିଜର ଦୃଷ୍ଟିରେ ଆମେ ଦେଖିପାରିବା। we can see by our own eyes. ଆମମାନଙ୍କ ନିଜର ଦୃଷ୍ଟିରେ ଆମେ ଲୋକାଲ ଚର୍ଚ୍ଚକୁ ଦେଖିପାରିବା। ଲୋକାଲ ଚର୍ଚ୍ଚ ଅର୍ଥ କେଶିପୁରରେ ଗୋଟେ ଚର୍ଚ୍ଚ ମଣ୍ଡଳୀ ଅଛି, କୁମାର ଗୋଟେ ମଣ୍ଡଳୀ ଅଛି, ସେରବରେ ଗୋଟେ ମଣ୍ଡଳୀ ଅଛି। এই ସମସ୍ତ ହେଉଛି ଗୋଟିଏ ଲୋକାଲ ଚର୍ଚ୍ଚ। ୟୁନିଭର୍ସାଲ ଚର୍ଚ୍ଚ ବୋଲି କହିଲେ ଯାହାକି ପରିତ୍ରାଣ ପ୍ରାପ୍ତ ଲୋକମାନଙ୍କ ଏକତ୍ରୀକରଣ। ଲୋକାଲ ଚର୍ଚ୍ଚରେ ଅବିଶ୍ୱାସୀ, ବିଶ୍ୱାସୀ, ନାମଧାରୀ ଖ୍ରୀଷ୍ଟିଆନ, ପ୍ରକୃତ ଖ୍ରୀଷ୍ଟିଆନ ସେମାନେ ଆସିକି ଗେଦର ହେଇପାରିବେ। କିନ୍ତୁ ୟୁନିଭର୍ସାଲ ଚର୍ଚ୍ଚରେ ଓନ୍ଲି ଦୋଜ୍ ଆର୍ ସେଭ୍ଡ, ଯେଉଁମାନେ ପ୍ରକୃତ ପରିତ୍ରାଣ ପ୍ରାପ୍ତ ହୋଇଛନ୍ତି ସେମାନେ ଯାହାକି ମଣ୍ଡଳୀକୁ ବୁଝାଯାଏ, ଚର୍ଚ୍ଚକୁ ବୁଝାଯାଏ। ଆଉ ପବିତ୍ର ଆତ୍ମା এই ଜଗତକୁ ଆସିଲେ যে প্রকৃত মণ্ডলীକୁ গঠন କରିବା ନିମନ୍ତେ। ହାଲେଲୁୟା। କଣ ପାଇଁ ପବିତ୍ର ଆତ୍ମା ଆସିଲେ? why the Holy Spirit came here? to build the real church। ବୁଝିପାରୁଛ? କଣ ପାଇଁ ଆସିଲେ ମାନେ
ପ୍ରକୃତ ମଣ୍ଡଳୀ ଗଠନ କରିବା ନିମନ୍ତେ ଯାହାକୁ ୟୁନିଭର୍ସାଲ ଚର୍ଚ୍ଚ ବୋଲି କହନ୍ତି। ଆମେ ଦେଖୁଛୁ ଯେ ଚର୍ଚ୍ଚ ହେଉଛି କିଏ କେଉଁମାନେ ବିଶ୍ୱାସୀ ମାନେ ଚର୍ଚ୍ଚ ହେଉଛି କେଉଁମାନେ ଯେଉଁମାନେ ପରିତ୍ରାଣ ପ୍ରାପ୍ତ ସେମାନେ ହେଉଛନ୍ତି ମଣ୍ଡଳୀ ଅଟନ୍ତି। ପ୍ରିୟ ବନ୍ଧୁଗଣ ପବିତ୍ର ଆତ୍ମା ପେଣ୍ଟିକଷ୍ଟ ଦିବସରେ ଆସିଲେ ଏଥିପାଇଁ ଯେ ମଣ୍ଡଳୀ ଗଠନ କରିବା ନିମନ୍ତେ କେମିତି ମଣ୍ଡଳୀ ଗଠନ କରାଯିବ ଯଦି ଆପଣମାନେ ବାଇବେଲ ଯଦି ଅଧ୍ୟୟନ କରିବେ ଯେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆବଶ୍ୟକ ଅଟେ। ବିନା ସୁସମାଚାରରେ କେବେ ମଧ୍ୟ ମଣ୍ଡଳୀ ଗଠନ ହୋଇପାରିବ ନାହିଁ। ବିନା ସୁସମାଚାରରେ ଜଣେ ବ୍ୟକ୍ତି କେବେ ମଧ୍ୟ ପରିତ୍ରାଣ ପ୍ରାପ୍ତ ହୋଇପାରିବ ନାହିଁ। ଜଣେ ବ୍ୟକ୍ତି ଯଦି ପରିତ୍ରାଣ ପ୍ରାପ୍ତ ହେବାର ଅଛି ତାହେଲେ ସେ ସୁସମାଚାର ତାଙ୍କଠାରେ ସୁସମାଚାର ପ୍ରଚାରିତ ହେବା ଆବଶ୍ୟକ। ପ୍ରିୟ ବନ୍ଧୁଗଣ ଏଇଟାରେ ପବିତ୍ର ଆତ୍ମାଙ୍କର ଗୋଟେ କାର୍ଯ୍ୟ ଅଛି। କଣ କାର୍ଯ୍ୟ ମାନେ ଅଫକୋର୍ସ ଆମେ ପ୍ରଚାର କରୁ, ଆମେ ଈଶ୍ୱରଙ୍କର ବାକ୍ୟ କଣ କରୁ, ଆମେ ପ୍ରଚାର କରୁ, କିନ୍ତୁ ଯେଉଁ ପର୍ଯ୍ୟନ୍ତ ପବିତ୍ର ଆତ୍ମା କାର୍ଯ୍ୟ ନ କରେ ସେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ପରିତ୍ରାଣ ପ୍ରାପ୍ତ ହୁଏ ନାହିଁ। ଆମେ ବାକ୍ୟ ପ୍ରଚାର କରୁ, ଅନେକ ଲୋକ ଚର୍ଚ୍ଚକୁ ଆସନ୍ତି, 15 ବର୍ଷ 20 ବର୍ଷ 50 ବର୍ଷ ଜଣ ବାକ୍ୟ ଶୁଣନ୍ତି କିନ୍ତୁ ପରିତ୍ରାଣ ପ୍ରାପ୍ତ ହୁଅନ୍ତି ନାହିଁ। ତାର ରିଜନ କଣ ମାନେ ପବିତ୍ର ଆତ୍ମା କାର୍ଯ୍ୟ କରନ୍ତି ନାହିଁ। ଯଦି ପବିତ୍ର ଆତ୍ମା କାର୍ଯ୍ୟ କରନ୍ତି ଯେତେବେଳେ ପବିତ୍ର ଆତ୍ମା କାର୍ଯ୍ୟ କରନ୍ତି ସେ ସମୟରେ ଜଣେ ବ୍ୟକ୍ତି ତାଙ୍କ ଜୀବନରେ ସେ ସୁସମାଚାର କଣ କରେ ମାନେ ପ୍ରଭାବିତ କରେ ଆଉ ସେ ପରିତ୍ରାଣ ପ୍ରାପ୍ତ ହୁଏ। ତ ପ୍ରିୟ ବନ୍ଧୁଗଣ ପବିତ୍ର ଆତ୍ମା ଏଥିପାଇଁ ଆସିଲେ ଯେ ମଣ୍ଡଳୀକୁ ଗଠନ କରିବା ନିମନ୍ତେ କଣ କରିବା ନିମନ୍ତେ ମଣ୍ଡଳୀକୁ ଗଠନ କରିବା ନିମନ୍ତେ। ଆଜି ଆମେ ସୁସମାଚାର ପ୍ରଚାର କରୁଛୁ, ଈଶ୍ୱରଙ୍କର ବାକ୍ୟ ଆମେ ପ୍ରଚାର କରୁଛୁ, ଆଉ ପବିତ୍ର ଆତ୍ମା କଣ କରୁଛନ୍ତି ମାନେ ସେ ଲୋକମାନଙ୍କ ଉପରେ ସେ କାର୍ଯ୍ୟ କରୁଛନ୍ତି। ଯେଉଁ ପର୍ଯ୍ୟନ୍ତ ପବିତ୍ର ଆତ୍ମା ଲୋକମାନଙ୍କ ହୃଦୟରେ କାର୍ଯ୍ୟ କରିବେ ନାହିଁ ସେମାନେ ଯୀଶୁ ଖ୍ରୀଷ୍ଟଠାରେ ବିଶ୍ୱାସ କରିପାରିବେ ନାହିଁ। ଯେଉଁ ପର୍ଯ୍ୟନ୍ତ ପବିତ୍ର ଆତ୍ମା ଆମମାନଙ୍କ ହୃଦୟ ଉନ୍ମୁକ୍ତ କରନ୍ତି ନାହିଁ ସେ ପର୍ଯ୍ୟନ୍ତ ଆମେମାନେ ଈଶ୍ୱରଠାରେ ବିଶ୍ୱାସ କରିପାରିବା ନାହିଁ, ହୁଏତ ପାର୍ଟି ପ୍ରଚାର କରାଗଲେ ମଧ୍ୟ। ସେଥିପାଇଁ ପବିତ୍ର ଆତ୍ମା ସେଇ ଜଗତକୁ ଆସିଲେ ଆଉ ସେ କଣ କଲେ ମାନେ ଯେତେବେଳେ ଶିଷ୍ୟମାନେ ବା ଯେତେବେଳେ ପ୍ରଭୁଙ୍କ ଦାସ ପ୍ରଚାର କଲେ ସେହି ସମୟରେ ପବିତ୍ର ଆତ୍ମା ମନୁଷ୍ୟମାନଙ୍କ ଉପରେ କାର୍ଯ୍ୟ କଲେ, ଅର୍ଥାତ୍ ପରିତ୍ରାଣ କାର୍ଯ୍ୟ ସାଧନ କଲେ ଆଉ ସେମାନେ କଣ କଲେ ମାନେ ବିଶ୍ୱାସ କରିବାରେ ଆରମ୍ଭ କଲେ। ଆମେ ଯଦି ପେଟ୍ର ପୁସ୍ତକ ଦେଖିବା ତାର 2:41 କେତେ ସଂଖ୍ୟା ଲୋକ 3,000 ଲୋକ। ଏଟା କେତେବେଳେ ହେଲା କେଉଁ ସମୟରେ ହେଲା ପବିତ୍ର ଆତ୍ମା ଆସିଲା ପରେ ଏହା ଆମେ ଦେଖିପାରୁଛୁ। ପବିତ୍ର ଆତ୍ମା ଯେତେବେଳେ ଭିତରେ ପ୍ରଚାର କଲେ ପବିତ୍ର ଆତ୍ମା ସେ 3,000 ଲୋକଙ୍କ ହୃଦୟରେ କଣ କଲେ କାର୍ଯ୍ୟ କଲେ, ଯୋଉ ଦ୍ୱାରା ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କଲେ। ସୋ ପବିତ୍ର ଆତ୍ମା এই ଜଗତକୁ ଆସିଲେ କଣ କରିବେ ମାନେ ମଣ୍ଡଳୀକୁ ଗଠନ କରିବା ନିମନ୍ତେ। ଆପଣମାନଙ୍କୁ ଦେଖିବେ ପେଟ୍ର ପୁସ୍ତକ ତାର 4:40 କେତେ 500 ଅର୍ଥାৎ 5,000 କେତେବେଳେ ହେଲା ଯେତେବେଳେ ପବିତ୍ର ଆତ୍ମା ଆସିଲେ ସେଇ ସମୟରେ କେତେ ଲୋକ ପରିତ୍ରାଣ ପ୍ରାପ୍ତ ହେଲେ 5,000। ପ୍ରିୟ ବନ୍ଧୁଗଣ ଏଇଟା ଆମେ ଦେଖୁଛୁ ଯେ ମଣ୍ଡଳୀ ଗଠନ ହେଲା। ପ୍ରିୟ ବନ୍ଧୁଗଣ ମୋର କହିବାର ଅର୍ଥ କଣ ମାନେ ବିନା ପବିତ୍ର ଆତ୍ମାଙ୍କ କାର୍ଯ୍ୟରେ କେହି ମଧ୍ୟ ପରିତ୍ରାଣ ପ୍ରାପ୍ତ ହୋଇପାରିବେ ନାହିଁ। ବିନା ପବିତ୍ର ଆତ୍ମାଙ୍କ କାର୍ଯ୍ୟରେ ଗୋଟିଏ ମଣ୍ଡଳୀ ଗଠନ ହୋଇପାରିବ ନାହିଁ। ସେଥିପାଇଁ ପବିତ୍ର ଆତ୍ମା এই ଜଗତକୁ ଆସିଲେ ଆଉ ସେ କଣ କଲେ ମାନେ ମଣ୍ଡଳୀ ସେ ଗଠନ କଲେ। ଆମେ ଦେଖୁଛୁ ଯେ ପିତରଙ୍କର ଗୋଟିଏ ପ୍ରଚାରରେ କେତେ ଜଣ 3,000 ଲୋକ ମଣ୍ଡଳୀ ଗଠନ ହେଲା। ଦ୍ୱିତୀୟରେ ଦେଖୁଛୁ ଆମେ ଯେ ପିତରଙ୍କ ପ୍ରଚାରରେ କେତେ ଜଣ 5,000 ଲୋକ ମଣ୍ଡଳୀ ଗଠନ ହେଲା। ସୋ ଆମେ ଏଇଠି କଣ ଦେଖୁଛୁ ମାନେ ପବିତ୍ର ଆତ୍ମା ଆସିବା ଦ୍ୱାରା କଣ
ଆପଣ ଯଦି ପ୍ରେରିତ ପୁସ୍ତକ ଯଦି ପଢିବେ ମଣ୍ଡଳୀ କୋଉ ପୁସ୍ତକରୁ ଆରମ୍ଭ ହେଲା ମାନେ ପ୍ରେରିତ ପୁସ୍ତକରୁ ମଣ୍ଡଳୀ ଆରମ୍ଭ ହେଲା। ଯେତେବେଳେ ପବିତ୍ର ଆତ୍ମା ଆସିଲେ ସେହି ସମୟରେ ମଣ୍ଡଳୀ ଆରମ୍ଭ ହେଲା, ମଣ୍ଡଳୀ ଆରମ୍ଭ ହେଲା। ତା ପୂର୍ବରୁ ମଣ୍ଡଳୀ ନଥିଲା। ସୋ ପ୍ରିୟ ବନ୍ଧୁଗଣ, ପବିତ୍ର ଆତ୍ମା କ'ଣ ପାଇଁ ଆସିଲେ ମାନେ ମଣ୍ଡଳୀ ଗଠନ କରିବା ନିମନ୍ତେ, ଈଶ୍ୱରଙ୍କର ମଣ୍ଡଳୀ ଗଠନ କରିବା ନିମନ୍ତେ। ଆଜି ଆମେ ଦେଖିପାରୁଛୁ ଅନେକ ମଣ୍ଡଳୀ ଗୁଡ଼ାକ ଆମେ ଦେଖିପାରୁଛୁ, ସତ କି ନାହିଁ? ଏଠାକୁ ଆସିଲେ କିଏ? ଭାରତକୁ ଆସିଲେ ଥୋମାସ, ଆଉ ଥୋମାସଙ୍କ ଦ୍ୱାରା ଅନେକ ମଣ୍ଡଳୀ ଗଠନ ହେଲା। କିଏ କାର୍ଯ୍ୟ କଲେ ସେମାନେ? ପବିତ୍ର ଆତ୍ମା କାର୍ଯ୍ୟ କଲେ। ଥୋମାସରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କଲେ, କିନ୍ତୁ ପବିତ୍ର ଆତ୍ମା କ'ଣ କଲେ? କାର୍ଯ୍ୟ କଲେ। ଆଉ ଭାରତରେ କୋଣେ କୋଣେ ନା ମଣ୍ଡଳୀ ସ୍ଥାପନ ହେଲା। ହାଲେଲୁୟା, ହାଲେଲୁୟା। ପ୍ରଥମ ବିଷୟ ଆମେ ଦେଖିଲୁ ପବିତ୍ର ଆତ୍ମାଙ୍କର କାର୍ଯ୍ୟ କ'ଣ? ମଣ୍ଡଳୀ ଗଠନ କରିବା ନିମନ୍ତେ। ଦ୍ୱିତୀୟ ବିଷୟ ଦେଖିବା, ପବିତ୍ର ଆତ୍ମା এই জগতକୁ ଆସିଲେ যে ମଣ୍ଡଳୀକୁ ସୁରକ୍ଷା ଦେବା ନିମନ୍ତେ। ହାଲେଲୁୟା। ପବିତ୍ର ଆତ୍ମା କ'ଣ ପାଇଁ ଜଗତକୁ ଆସିଲେ ମାନେ ମଣ୍ଡଳୀକୁ ସୁରକ୍ଷା ଦେବା ନିମନ୍ତେ। ଶୈତାନ ମଣ୍ଡଳୀକୁ ଛିନ୍ନ ଭିନ୍ନ କରିବା ପାଇଁ ଅନେକ ପ୍ରକାର ଚେଷ୍ଟା କରୁଅଛି। ଶୈତାନ ମଣ୍ଡଳୀକୁ ଛିନ୍ନ ଭିନ୍ନ କରିବା ନିମନ୍ତେ ଅନେକ ପ୍ରକାର ଚେଷ୍ଟା କରୁଅଛି। ଶୈତାନ ମଣ୍ଡଳୀକୁ ନଷ୍ଟ କରିବା ନିମନ୍ତେ, ମଣ୍ଡଳୀକୁ ବିନଷ୍ଟ କରିବା ନିମନ୍ତେ, ମଣ୍ଡଳୀକୁ ଧ୍ୱଂସ କରିବା ନିମନ୍ତେ ଶୈତାନ ଅନେକ ପ୍ରକାର ଚେଷ୍ଟା କରୁଅଛନ୍ତି। କିନ୍ତୁ ଆମେ ଦେଖିପାରୁଛୁ ଯେ ବାଇବେଲରେ ପବିତ୍ର ଆତ୍ମା ଈଶ୍ୱରଙ୍କର ମଣ୍ଡଳୀ ସେ କ'ଣ କରୁଛନ୍ତି ମାନେ ସୁରକ୍ଷା ପ୍ରଦାନ କରୁଛନ୍ତି। ହାଲେଲୁୟା। ଆପଣ ଯଦି ଦେଖିବେ ଏଫେସୀୟ 1:13-14 এইটা আমরা দেখুছু কোন পবিত্র আত্মাଙ୍କ দ্বারা মুদ্রাঙ্কিত হইয়াছ। মুদ্রাঙ্কিত মানে সিল করা গলা, অর্থাৎ সুরক্ষিত আপনার রক্ষা গলা। মণ্ডলীକୁ পবিত্র আত্মা କ'ଣ କରୁଛନ୍ତି ମାନେ ମୁଦ୍ରାঙ্କିତ କରିଛନ୍ତି, ସୁରକ୍ଷା ପ୍ରଦାନ କରିଛନ୍ତି। ସେଥିପାଇଁ ପବିତ୍ର ଆତ୍ମା এই ଜଗତକୁ ଆସିଲେ ମଣ୍ଡଳୀକୁ କ'ଣ କରିବା ପାଇଁ? ସୁରକ୍ଷା ପ୍ରଦାନ କରିବା ପାଇଁ। ଶୈତାନ ପ୍ରତି ସମୟରେ, ପ୍ରତି ସେକେଣ୍ଡରେ, ପ୍ରତିଟି ମୁହୂର୍ତ୍ତରେ ସେ ଈଶ୍ୱରଙ୍କର ମଣ୍ଡଳୀକୁ ଛିନ୍ନ ଭିନ୍ନ କରିବା ପାଇଁ ବା ନଷ୍ଟ କରିବା ପାଇଁ ବା ଧ୍ୱଂସ କରିବା ପାଇଁ ଅନେକ ଚେଷ୍ଟା କରୁଅଛି। କିନ୍ତୁ ଏଠାରେ ଆମେ ଦେଖୁଛୁ ଯେ ପବିତ୍ର ଆତ୍ମା ସେ କ'ଣ କରୁଛନ୍ତି ମାନେ ମଣ୍ଡଳୀକୁ ସୁରକ୍ଷା ପ୍ରଦାନ କରୁଅଛନ୍ତି। ଆପଣ ଦେଖିବେ ପ୍ରଥମ କରନ୍ତୀୟ 6:19-20 ଦେଖିପାରନ୍ତି। শরীর মানে কার পূজা যাচ্ছে? মণ্ডলীর পূজা। শরীর অর্থাৎ the church, the wife of Jesus Christ। শরীর অর্থাৎ মণ্ডলীর পূজা যাচ্ছে। তারপরে ଆଉ ଟିକେ ପଛକୁ, ଟିକେ ପଛକୁ ପଡ଼। ओके, तुमମାନଙ୍କର ଅନ୍ତର୍ବାସୀ କେ ପବିତ୍ର ଆତ୍ମାଙ୍କର ମନ୍ଦିର। ଆମମାନଙ୍କର ହୃଦୟ କାହାର ମନ୍ଦିର ଅଟେ? ପବିତ୍ର ଆତ୍ମାଙ୍କ ମନ୍ଦିର। କ'ଣ ପାଇଁ ପବିତ୍ର ଆତ୍ମା ଆମମାନଙ୍କ ହୃଦୟରେ ବାସ କରୁଛନ୍ତି? ଟୁ ପ୍ରୋଟେକ୍ଟ ଆସ୍, ଆମମାନଙ୍କୁ ସୁରକ୍ଷା ଦେବା ନିମନ୍ତେ। ଯଦି 20 ପଢ଼ିବେ, 20 ଟିକେ ପଢ଼ନ୍ତୁ। ଗୌରବ ପ୍ରକାଶ କର, ତୁମେମାନେ ବିଶେଷ ମୂଲ୍ୟରେ ବିନା ଯାଇଅଛ। ପ୍ରଥମ ବିଷୟ ଦେଖିଲୁ ଯେ ପବିତ୍ର ଆତ୍ମା କ'ଣ କରୁଛନ୍ତି ମାନେ ସିଲ୍ କରୁଅଛନ୍ତି। କାହାକୁ? ମଣ୍ଡଳୀକୁ। ଯଦି ମୁଁ ଆଜି ପରିତ୍ରାଣ ପାଇବି ତାହେଲେ ପବିତ୍ର ଆତ୍ମା ମୋତେ ସିଲ୍ କରୁଅଛନ୍ତି। ଆଜି ଅମିତ ପରିତ୍ରାଣ ପାଇଲା, ଏ ହେଉଛି ଈଶ୍ୱରଙ୍କର ଲୋକ। ଆଉ
ଭାଇ ଯଦି ପରିତ୍ରାଣ ପାଇଲେ ତାଙ୍କୁ ସେଇ କର ସେ ଈଶ୍ୱରଙ୍କର ଲୋକ ମାନେ ତାର ଅନ୍ତଃକରଣକୁ ସୁରକ୍ଷିତ ଭାବରେ ରଖାଯାଉଛି। ଦ୍ୱିତୀୟ ବିଷୟ ଦେଖୁଛୁ ଯେ ପବିତ୍ର ଆତ୍ମା ଆସି ଆମମାନଙ୍କ ହୃଦୟରେ ବାସ କରୁଛନ୍ତି କ'ଣ ପାଇଁ ମାନେ ସୁରକ୍ଷା ଦେବା ନିମନ୍ତେ। ହାଲେଲୁୟା, ସୁରକ୍ଷା ଦେବା ନିମନ୍ତେ। ତୃତୀୟ ବିଷୟ ଦେଖୁଛୁ ଯେ ଯୀଶୁ ଖ୍ରୀଷ୍ଟ କେମିତି ତାଙ୍କ ମୂଲ୍ୟ ଦେଇ ସେ କ'ଣ କଲେ ସେ ପ୍ରୟାସ କଲେ ସୁରକ୍ଷା ଦେବା ନିମନ୍ତେ। ଯଦି ଆପଣମାନେ ପଢ଼ିବେ ଯୋହନ ତାର 16 ଯୋହନ 16 এখানে দেখুଛୁ যে পবিত্র আত্মা আসিব আমার মধ্যে পাপ বিষয়ে শিক্ষা দেব অর্থাৎ পবিত্র আত্মা আসিব আর মণ্ডলী সে কোন করবে পাপ বিষয়ে শিক্ষা দেব যদ্বারা ঈশ্বরଙ୍କର মণ্ডলী পাপ রহিত ହେବ পবিত্র ହେବ। ଆପଣ ଯଦି ପଢ଼ିବେ ଏଫେସିୟ ତାର 5:27 মন্ডলী নিষ্কলঙ্ক নিকুঞ্জ ও সমস্ত প্রকার দোষরহিত হয়ে পবিত্র ও অনন্দনীয় হয়ে ହୁଏ ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣ ନିକଟରେ ଉପସ୍ଥିତ କରନ୍ତି। କେମିତି ଅନନ୍ଦନୀୟ ନିଷ୍କଳଙ୍କ ନିର୍ଦାୟ ନିର୍ଭୁଲ ସେଥିପାଇଁ ପବିତ୍ର ଆତ୍ମା ଆସି କ'ଣ କରୁଛନ୍ତି ମାନେ ପାପ ବିଷୟରେ ସେ ଶିକ୍ଷା ମାନଙ୍କୁ ଦେଉଛନ୍ତି। ଯେ ପ୍ରକାର ମଣ୍ଡଳୀ ପରମେଶ୍ୱରଙ୍କ ଦୃଷ୍ଟିରେ ଅନିନ୍ଦନୀୟ ହେବ ନିଷ୍କଳଙ୍କ ହେବ ପବିତ୍ର ଦେଖାଯିବ ସେଥିପାଇଁ ପବିତ୍ର ଆତ୍ମା ଆସି ମଣ୍ଡଳୀକୁ ସୁରକ୍ଷା ସେ ପ୍ରଦାନ କରୁଛନ୍ତି। ଆପଣ ଦେଖିବେ ଏଫେସିୟ 4:11 ପଢ଼ିବେ ପଢ଼ନ୍ତୁ ନାହିଁ ସେଠାରେ ପବିତ୍ର ଆତ୍ମାର ଦାନ ଭାଗ ଦିଆଯାଉଛି କ'ଣ ପାଇଁ ଯେହେତୁ ପ୍ରଭୁଙ୍କର ଦାସମାନେ କ'ଣ କରିବେ ବାକ୍ୟ ପ୍ରଚାର କରିବେ ଆଉ ଲୋକମାନେ ସତ୍ୟ ବିଷୟ ସେମାନେ ଜାଣିବେ। ଏଫେସିୟ 4:11 ତାର 12 ପ୍ରଥମ ତାର 12 ପଢ଼ିବେ ସେଠାରେ ଆପଣମାନେ ପାଇପାରିବେ। ଯୋହନ ତାର 16 ଯୋହନ 16 কিন্তু সে অর্থাৎ সত্যময় আত্মা আসিলে সে পথ দেখাই তুমମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ। ଏଠି ଦେଖୁଛୁ ଆମେ ଯେ ସେ କ'ଣ ଶିକ୍ଷା ଦେବ ସେ ସତ୍ୟ ବିଷୟରେ ଶିକ୍ଷା ଦେବ। ମଣ୍ଡଳୀ ଧ୍ୱଂସ ହେବାର ବା ବିନଷ୍ଟ ହେବାର ଦ୍ୱିତୀୟ କାରଣ କ'ଣ ମାନେ ରଙ୍ଗ ଟିଚିଂ ଭୁଲ ସିଦ୍ଧାନ୍ତ ଭୁଲ ଶିକ୍ଷା। ଆଜିକାଲି ମଣ୍ଡଳୀରେ ଆମେ ଦେଖିପାରୁଛୁ ଯେ କ'ଣ ଭୁଲ ଶିକ୍ଷା ଗୁଡ଼ାକ ଦିଆଯାଉଛି ଭୁଲ ସିଦ୍ଧାନ୍ତ ଗୁଡ଼ାକ ଦିଆଯାଉଛି ବାଇବେଲକୁ ବିକୃତ ଭାବରେ ପ୍ରଚାର କରୁଛନ୍ତି କ'ଣ ପାଇଁ ସତ୍ୟତା ସେମାନେ ଜାଣିନାହାନ୍ତି। ଅନେକ ଲୋକ ଫର ଏକ୍ସାମ୍ପଲ ପରିତ୍ରାଣ ଆମେ କେମିତି ପାଇବା କର୍ମ ବିଶ୍ୱାସ ଦ୍ୱାରା ପରିତ୍ରାଣ ଆମେ କେମିତି ପାଇବା କର୍ମ ଦ୍ୱାରା ପାଇବା ନା ବିଶ୍ୱାସ ଦ୍ୱାରା ପାଇବା ଆମେ ଏଇଟା ଜାଣିନାହୁଁ। ପରିତ୍ରାଣ ଆମେ ବିଶ୍ୱାସ ଦ୍ୱାରା ପାଇବା ଆମ କର୍ମ ଦ୍ୱାରା ଆମେ ପାଇପାରିବା ନାହିଁ। ତ ଏଇଟା ସତ୍ୟତା ନ ଜାଣିଥିବା ସକାଶେ ଅନେକ ଲୋକମାନେ ଭୁଲ ଶିକ୍ଷା ଦିଅନ୍ତି କିନ୍ତୁ ଏଇଠାରେ କ'ଣ କୁହାଯାଉଛି ପବିତ୍ର ଆତ୍ମା ଆସିବ ଆଉ କ'ଣ କରିବ ସେ ସତ୍ୟ ବିଷୟରେ ସେ ଶିକ୍ଷା ସେ ଦେବ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଈଶ୍ୱରଙ୍କ ବାକ୍ୟ ବିଷୟରେ। ପ୍ରିୟ ବନ୍ଧୁଗଣ ପବିତ୍ର ଆତ୍ମା ଏଥିପାଇଁ ଆସିଲେ ଯେ ଈଶ୍ୱରଙ୍କର ମଣ୍ଡଳୀକୁ ସୁରକ୍ଷା ଦେବା ନିମନ୍ତେ ପବିତ୍ର ଆତ୍ମା ଏଥିପାଇଁ ଆସିଲେ ଯେ ଈଶ୍ୱରଙ୍କର ମଣ୍ଡଳୀକୁ ସୁରକ୍ଷା ଦେବା ନିମନ୍ତେ। ମୁଁ କହୁଥିଲି ଯେ ପ୍ରତିଟି ସମୟରେ ପ୍ରତିଟି ସେକେଣ୍ଡରେ ଶୟତାନ କ'ଣ କରୁଛୁ ମାନେ ଈଶ୍ୱରଙ୍କର ମଣ୍ଡଳୀକୁ ନଷ୍ଟ କରିବା ପାଇଁ ଈଶ୍ୱରଙ୍କର ମଣ୍ଡଳୀକୁ ଛିନ୍ନ ଭିନ୍ନ କରିବା ପାଇଁ ଚେଷ୍ଟା କରୁଅଛି କିନ୍ତୁ ଏଇଟା ପବିତ୍ର ଆତ୍ମା ଈଶ୍ୱରଙ୍କର ମଣ୍ଡଳୀକୁ କ'ଣ କରୁଛନ୍ତି ସେ ସୁରକ୍ଷା ସେ ପ୍ରଦାନ କରୁଅଛନ୍ତି। ପ୍ରଥମ ହିସାବରେ କ'ଣ ଦେଖିଲୁ ଯେ ପବିତ୍ର ଆତ୍ମା କ'ଣ ପାଇଁ ଆସିଲେ ଈଶ୍ୱରଙ୍କର ମଣ୍ଡଳୀକୁ ଗଠନ କରିବା ନିମନ୍ତେ ସ୍ଥାପନ କରିବା ନିମନ୍ତେ। ଦ୍ୱିତୀୟ ବିଷୟ କ'ଣ ଈଶ୍ୱରଙ୍କର ମଣ୍ଡଳୀକୁ
ସୁରକ୍ଷା ଦେବାକୁ ସେଥିପାଇଁ ଈଶ୍ୱରଙ୍କ ମଣ୍ଡଳୀକୁ ସୁରକ୍ଷା ଦେବାକୁ ମଧ୍ୟ। ତୃତୀୟ ବିଷୟ, ପବିତ୍ର ଆତ୍ମା ଏଥିପାଇଁ ଆସିଲେ ଯେ ମଣ୍ଡଳୀ ଯେ ପ୍ରକାରେ ଲୋକମାନଙ୍କ ନିକଟରେ ସାକ୍ଷ୍ୟ ପ୍ରଦାନ କରେ। ହାଲେଲୁୟା ହାଲେଲୁୟା। ମଣ୍ଡଳୀ ଲୋକମାନଙ୍କ ଠାରେ ସାକ୍ଷ୍ୟ ପ୍ରଦାନ କରିବ। ସେଥିପାଇଁ ପ୍ରେରିତ କାର୍ଯ୍ୟ ପ୍ରଦାନ ପ୍ରେରିତ କାର୍ଯ୍ୟ ପ୍ରଦାନ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତି ପ୍ରାପ୍ତ ହେବ। ଆଉ ଯେରୁସାଲେମ ସମସ୍ତ ଯହୂଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। ମୋର ସାକ୍ଷ୍ୟ। ଏଇଠି ଆମେ ଦେଖୁଛୁ ଯେ ପବିତ୍ର ଆତ୍ମା ଆସିବ ଆଉ ସେ କ'ଣ କରିବ? ସେ ତୁମମାନଙ୍କୁ ଶକ୍ତି ପ୍ରଦାନ କରିବ ଆଉ ତୁମେମାନେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତୁମେ କ'ଣ କରିବେ? ସାକ୍ଷୀ ହେବ। ଆଜି ମଣ୍ଡଳୀର କର୍ତ୍ତବ୍ୟ କ'ଣ? ମାନେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅର୍ଥାତ୍ ସାକ୍ଷୀ ହେବାକୁ ପଡ଼ିବ। ପବିତ୍ର ଆତ୍ମା ମଣ୍ଡଳୀରେ କାର୍ଯ୍ୟ କରନ୍ତି ଯେ ମଣ୍ଡଳୀ ଯେ ପ୍ରକାରେ ଲୋକମାନଙ୍କ ଠାରେ ବିଜାତିମାନଙ୍କ ଠାରେ ସାକ୍ଷୀ ହେବ। ଦୁଃଖର ବିଷୟ ଆମେ ଯଦି ଦେଖିବା ଆଜିକାଲି ମଣ୍ଡଳୀମାନଙ୍କ ବିଷୟରେ, ମଣ୍ଡଳୀ ଖାଣ୍ଟି ଆମର ବାଉଣ୍ଡରୀ ଭିତରେ ରହେ, ସୀମା ଭିତରେ ରହିଯାଉଥିବା ମଣ୍ଡଳୀ ବାହାରକୁ ଯାଇକି ସାକ୍ଷୀ ହେବାର ଦେଖା ଯାଉନି। ସତ ସୀମା ଭିତରେ ରହିଯାଉଛି। କିନ୍ତୁ ପବିତ୍ର ଆତ୍ମାଙ୍କର କାର୍ଯ୍ୟ କ'ଣ? ଯେ ପବିତ୍ର ଆତ୍ମା ଆସିବେ, ତୁମମାନଙ୍କୁ ଶକ୍ତି ପ୍ରଦାନ କରିବେ ଆଉ ତୁମମାନେ ଯାଇ କ'ଣ କରିବ? ସାକ୍ଷ୍ୟ ଦେବ, ସାକ୍ଷୀ ଦେବ। କିନ୍ତୁ ଏଇଟା ଆମମାନଙ୍କୁ ମଣ୍ଡଳୀରେ ଦେଖା ଯାଉନି। ଖାଣ୍ଟି ଜଷ୍ଟ ଗୋଟେ ପରମ୍ପରା ରୀତିନୀତି ଅନୁସାରେ ରବିବାର ଦିନ, ଗୁରୁବାର ଦିନ, ବୁଧବାର ଦିନ, ଶୁକ୍ରବାର ଦିନ ଉପାସନା କରୁ, କିନ୍ତୁ ବାହାରେ ଯାଇକି ଆମେ ସାକ୍ଷୀ ହେଇପାରୁ। ଯଦି ଆପଣମାନେ ଦେଖିବେ ଏମି ଚର୍ଚ୍ଚ ବିଷୟରେ 8:3-4 କ'ଣ ପ୍ରେରିତ ଆତ୍ମା କିନ୍ତୁ ସାଉଲ ଘରେ ଘରେ ବସି ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ ଟାଣି ଆଣି କାରାଗାରରେ ସମର୍ପଣ କରି ମଣ୍ଡଳୀକୁ ଉଚ୍ଛିନ୍ନ କରିବାକୁ ଓକେ ଲାଗିଲେ। ଟିକେ ଏଇଠି ଆମେ ଦେଖୁଛୁ କେତେବେଳେ ଏଇଟା ହେଲା? ମଣ୍ଡଳୀ ଗଠନ ହେଲା ପରେ, ମଣ୍ଡଳୀ ଗଠନ ହେଲା ପରେ ସାଉଲ, ଯାହାପରେ ପାଉଲ ବୋଲି କହୁଛୁ, ସେ ଘରେ ଘରେ ପଶି କ'ଣ କରୁଛନ୍ତି? ସେ କ'ଣ କରୁଛନ୍ତି? ଚିହ୍ନ ସେ କରୁଛନ୍ତି, ମଣ୍ଡଳୀକୁ ଚିହ୍ନ କରୁଛନ୍ତି। ତାପରେ ସେଥିରେ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ ହଁ। ସେମାନେ ଚତୁର୍ଦିଗରେ ଭ୍ରମଣ କରୁ କରୁ ହଁ। ସୁସମାଚାର ବାକ୍ୟ ପ୍ରଚାର କଲେ। ହାଲେଲୁୟା। ସେମାନେ କେମିତି ହେଲେ? ସୁସମାଚାର ପ୍ରଚାର କଲେ। ଗୋଟେ ମଣ୍ଡଳୀ କି ପ୍ରକାର ସାକ୍ଷୀ ହେବ? ମାନେ ସୁସମାଚାର ପ୍ରଚାର କରିବା ଦ୍ୱାରା। ଏଇଠି ଆମେ ଦେଖୁଛୁ ମଣ୍ଡଳୀ ଗଠନ ହେଲା ପରେ ସାଉଲ ବା ଯାହାକୁ କହନ୍ତି ପାଉଲ ବୋଲିକି, ସେ କ'ଣ କଲେ? ସେ ଘରେ ଘରେ ପଶିକି ସେ ଲୋକମାନଙ୍କୁ କ'ଣ କଲେ? ସେମାନେ ଛିନ୍ନ ଭିନ୍ନ କଲେ, ସେ ତାଡ଼ନା କଲେ, ସେ କ୍ଲେଶ ସେ ଦେଲେ। କିନ୍ତୁ ସେମାନେ ସେଥିରେ ସେମାନେ କ'ଣ ହେଇନାହାନ୍ତି? ବନ୍ଦ ହେଇଯାଇନାହାନ୍ତି। ସେମାନେ କ'ଣ କଲେ? ଯୁଆଡ଼େ ଗଲେ ମଧ୍ୟ ସେମାନେ କ'ଣ କଲେ? ଆମ ସୁସମାଚାର ପ୍ରଚାର ସେମାନେ କଲେ, ସାକ୍ଷୀ ସେମାନେ ହେଲେ। ଆଜି ଯଦି ଆମେ ଦେଖିବା ଆମମାନଙ୍କର ମଣ୍ଡଳୀରେ ସୁସମାଚାର ପ୍ରଚାର କରିବାରେ କ'ଣ ହେଉଛି? ଆମେ ପଛଘୁଞ୍ଚା ହେଇଯାଉଛି। ସତ କି ନାହିଁ? ଆମେ ସୀମା ଭିତରେ ଆମେ ରହିଯାଉଛୁ। ମୁଁ ଗୋଟେ ମଣ୍ଡଳୀ ବିଷୟରେ କହିବି। ସାଉଥ କୋରିଆର ଗୋଟେ ମଣ୍ଡଳୀ, ସେଠାରେ ଆଉ ଖ୍ରୀଷ୍ଟିଆନ ଥିଲେ, ସମସ୍ତେ ବିଜାତି ଥିଲେ। ଧ୍ୟାନ ସେଠାରେ ଖ୍ରୀଷ୍ଟିଆନ ଥିଲେ, ବିଜାତି ଥିଲେ। ଆଉ ପ୍ରଭୁଙ୍କର ଅନୁଗ୍ରହ ହେତୁ ଜଣେ ବ୍ୟକ୍ତି ଯାଇକି ସେ ସୁସମାଚାର ପ୍ରଚାର କଲେ ଆଉ ଅନେକ ଲୋକ ପରିତ୍ରାଣ ପ୍ରାପ୍ତ ହେଲେ। ପ୍ରାପ୍ତ ଗୋଟେ ମଣ୍ଡଳୀ ଗଠନ ହେଲା। ଗୋଟେ ମଣ୍ଡଳୀ ଗଠନ ହେଲା ପରେ ସେମାନଙ୍କୁ ଏବେ ନିଷ୍ପତ୍ତି ନେଲେ। କ'ଣ ନିଷ୍ପତ୍ତି ନେଲେ? ଯେ ଆମେ ଯାଇକି କ'ଣ କରିବା? ଆମେ ସୁସମାଚାର ପ୍ରଚାର କରିବା। ଚର୍ଚ୍ଚକୁ ସେମାନେ ଆସିଲେ ରବିବାର ଦିନ। ଚର୍ଚ୍ଚ ସମାପ୍ତ ପରେ ସେମାନେ ଘରକୁ ନ ଯାଇ ସେମାନେ ପତ୍ରିକା ପ୍ରଦାନ କଲେ ଆଉ ସେମାନେ ବସ୍ରେ ସେମାନେ କମାଣ୍ଡରକୁ ଯାଆନ୍ତି। ସେମାନେ କ'ଣ କଲେ? ମାନେ ଯାଇକି ସେମାନେ କ'ଣ କଲେ? ପତ୍ରିକା ସେମାନେ ସେମାନେ ଶୁଣିପାରନ୍ତି।
ଚର୍ଚ୍ଚ ସମାପ୍ତ ହେଲା। ଚର୍ଚ୍ଚକୁ ଆସିଲେ ରବିବାର ଦିନ ସେମାନେ ଡିସିସନ ନେଲେ। କ'ଣ ଡିସିସନ ନେଲେ ମାନେ ପ୍ରତି ରବିବାର ଦିନ ଆମେ ସମସ୍ତେ ଆମ ଅଞ୍ଚଳରେ ଆମେ ଯାଇକି ସୁସମାଚାର ପ୍ରଚାର ଆମେ କରିବା। ଆଉ ସେମାନେ ପତ୍ରିକା ଧରିକି ରବିବାର ଦିନ ଚର୍ଚ୍ଚ ସମାପ୍ତ କଲା ପରେ ସେମାନେ ଘରକୁ ନ ଯାଇ ସେମାନେ ପତ୍ରିକା ଧରି ସେମାନେ ସୁସମାଚାର ପ୍ରଚାର କଲେ। ବିଶ୍ୱାସ କରିବେ ନାହିଁ ଯେ ସାଉଥ କୋରିଆରେ ଖ୍ରୀଷ୍ଟିଆନ ସଂଖ୍ୟା 90%, ହାଲେଲୁୟା, କେବଳ 10% ବିଜାତି ଲୋକମାନେ ଅଛନ୍ତି ସାଉଥ କୋରିଆରେ। କ'ଣ ପାଇଁ? ସାକ୍ଷୀ ହେବା ପାଇଁ। ସୁସମାଚାର ସେମାନେ ପ୍ରଚାର କଲେ, ସାକ୍ଷୀ ହେଲେ ସେମାନେ ଯାଇକି। ଆଉ ଅନେକ ଲୋକ ସେମାନେ କ'ଣ ମାନେ ପ୍ରଭୁଙ୍କର ପରିଚୟ ସେମାନେ ପାଇଲେ। ତ ପ୍ରିୟ ବନ୍ଧୁଗଣ, ମଣ୍ଡଳୀ ସାକ୍ଷୀ ହେବାକୁ ହେବ। କେମିତି ସାକ୍ଷୀ ହେବେ? ସୁସମାଚାର ସେମାନେ ପ୍ରଚାର କରିବାକୁ ହେବ। ଖ୍ରୀଷ୍ଟଙ୍କ ବିଷୟରେ ସେମାନେ ସାକ୍ଷୀ ହେବାକୁ ହେବ। ଖ୍ରୀଷ୍ଟଙ୍କର ମହାନତାକୁ ଆମେ ପ୍ରକାଶ କରିବାକୁ ହେବ। ଆଉ ଗୋଟେ ବିଷୟ କହିବି, ସାଉଥ କୋରିଆର ଗୋଟିଏ ଛୋଟ ମଣ୍ଡଳୀ, ସାଉଥ କୋରିଆର ଗୋଟେ ଛୋଟ ମଣ୍ଡଳୀ। ଆଉ ସେ ମଣ୍ଡଳୀରେ ଯେତେବେଳେ ରବିବାର ଦିନ ଚର୍ଚ୍ଚ ଚାଲିଥିଲା, ସେହି ସମୟରେ ଅନେକ ବିଜାତିମାନେ ଆସିଲେ। ଅନେକ ବିଜାତିମାନେ ଆସି ସେମାନେ କ'ଣ କଲେ ମାନେ, ତୁମେ ଯଦି ଚର୍ଚ୍ଚ ବନ୍ଦ କରିବ ନାହିଁ, ତୁମେ ଯଦି ଚର୍ଚ୍ଚ ଛାଡ଼ି ଯଦି ଏବେ ଯଦି ଯିବ ନାହିଁ, ଆମେ ତୁମକୁ କ'ଣ କରିବୁ? ଆମେ ମାରିଦେବୁ। ସେମାନେ କ'ଣ କହିଲେ ମାନେ, ଆପଣଙ୍କର ଇଚ୍ଛା, ଆପଣ ଯଦି ଚାହିଁଲେ ମାରି ଦେଇପାରନ୍ତି, ଆପଣଙ୍କର ଇଚ୍ଛା, କିନ୍ତୁ ଆମେ ଚର୍ଚ୍ଚ ଛାଡ଼ିକି ଆମେ ଯିବୁ ନାହିଁ। ପ୍ରଭୁଙ୍କର ଉପାସନାକୁ ଆମେ ଛାଡ଼ି ଯିବୁ ନାହିଁ। ଆଉ ସାଙ୍ଗେ ସାଙ୍ଗେ ସେମାନେ କ'ଣ କଲେ ମାନେ, କିରୋସିନ ଏଟା କରି ସେମାନେ ନିଆଁ ଲଗାଇଲେ ସେମାନେ। ଆଉ ସେଇଠି ସେମାନେ ସମସ୍ତେ କ'ଣ ହେଇଗଲେ ମାନେ ମୃତ୍ୟୁବରଣ କଲେ। ଆଉ ଅନେକ ସାଉଥ କୋରିଆ ଲୋକମାନେ ତାହା ଶୁଣିଲେ। ଆଉ ସେଠାରେ କ'ଣ ଗୋଟେ ହେଲା ମାନେ, ପ୍ରଭୁଙ୍କର ଏମିତି କାର୍ଯ୍ୟ ହେଲା ଯେ ଯେଉଁମାନେ ନିଆଁ ଲଗାଇଥିଲେ ସେମାନେ ପ୍ରଭୁଙ୍କର ପରିଚୟ ସେମାନେ ପାଇଲେ। ହାଲେଲୁୟା। ସେଇଟା କୁହନ୍ତି ସାକ୍ଷ୍ୟ। ପ୍ରିୟ ବନ୍ଧୁଗଣ, ଆଜିକାଲି ଆମମାନଙ୍କ ଜୀବନରେ ଏହି ସାକ୍ଷ୍ୟ ଦେଖା ଯାଉନି। ମଣ୍ଡଳୀ ଆମେ ଭିତରେ ହିଁ ରହିଯାଉଛୁ, ବାହାରକୁ ଯିବାକୁ ହେବ। ପ୍ରିୟ ବନ୍ଧୁଗଣ, ଆପଣ ଯଦି ବାଇବେଲ ଟ୍ରେନିଂ ଯଦି ଆସିବେ, ବାଇବେଲ ଟ୍ରେନିଂରେ ଗୋଟିଏ ବିଷୟ କହନ୍ତି ଯେ ଯେଉଁ ମଣ୍ଡଳୀରେ ସୁସମାଚାର ନାହିଁ ସେ ମଣ୍ଡଳୀ ମୃତ ଅଟେ। ଯେଉଁ ମଣ୍ଡଳୀରେ ସୁସମାଚାର ନାହିଁ ସେ ମଣ୍ଡଳୀ କ'ଣ ଅଟେ ମାନେ ମୃତ ଅଟେ। ପ୍ରିୟ ବନ୍ଧୁଗଣ, ସେଥିପାଇଁ ବାଇବେଲ ଆମମାନଙ୍କୁ ଶିକ୍ଷା ଦିଏ ଯେ ଈଶ୍ୱରଙ୍କର ସାକ୍ଷୀ ହେବା ନିମନ୍ତେ। ଆଜି ଆମେ ଆମମାନଙ୍କର ମଣ୍ଡଳୀ ଆମେ ସାକ୍ଷୀ ହେଇପାରୁଛୁ କି? ଯଦି ସାକ୍ଷୀ ହେଇପାରୁନୁ, ତାହେଲେ ପବିତ୍ର ଆତ୍ମା ଆମମାନଙ୍କ ହୃଦୟ ଆମମାନଙ୍କ ଠାରେ କାର୍ଯ୍ୟ କରୁନାହୁଁ। ପବିତ୍ର ଆତ୍ମାକୁ ଆମେ ସୁଯୋଗ ଆମେ ଦେଇପାରୁନା। ତ ପ୍ରିୟ ବନ୍ଧୁଗଣ, ପବିତ୍ର ଆତ୍ମା ଏଇଥିପାଇଁ ଆସିଲେ ଯେ କ'ଣଟା ମାନେ ସେ ଆମମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆଉ ଆମେ କ'ଣ ମାନେ ସାକ୍ଷୀ ଆମେ ହେବା। ତ ତିନିଟା ବିଷୟ ମୁଁ କହିଲି, ପବିତ୍ର ଆତ୍ମାଙ୍କର ତିନିଟା ମହାନ କାର୍ଯ୍ୟ। ପ୍ରଥମ କାର୍ଯ୍ୟ କ'ଣ? ପବିତ୍ର ଆତ୍ମା ମଣ୍ଡଳୀ ଗଠନ କରିବେ। ଦ୍ୱିତୀୟ ବିଷୟ, ମଣ୍ଡଳୀକୁ ସୁରକ୍ଷା ଦେବେ। ତୃତୀୟ ବିଷୟ, ସାକ୍ଷୀ ଦେବେ। ପ୍ରିୟ ବନ୍ଧୁଗଣ, ଏହା ଥିଲା ପବିତ୍ର ଆତ୍ମା ଆଉ ମଣ୍ଡଳୀ ପ୍ରତି କାର୍ଯ୍ୟ। ତ ଆସନ୍ତୁ ପ୍ରଭୁ ଆମର ସମସ୍ତଙ୍କୁ ଆଶୀର୍ବାଦ ଏହି ଛୋଟ ବାକ୍ୟମାନେ ଆଶା କରି ଆପଣମାନେ ଆଉ ଈଶ୍ୱରଙ୍କ ବାକ୍ୟକୁ ବୁଝିପାରିବେ। ପ୍ରଭୁଙ୍କ ସମସ୍ତଙ୍କୁ ଆଶୀର୍ବାଦ।